जय जगन्नाथ एचडी फैमिली गत 8 दिन ହେଇଗଲା ଆମେ ମାନେ ସମସ୍ତେ ଗେଲ୍ହିର କଷ୍ଟ ଯନ୍ତ୍ରଣା ଦୁଃଖ ସବୁ କିଛି କୁ ଅନୁଭବ କରିପାରିଛେ। ଗେଲ୍ହିକୁ ଯେତେବେଳେ କଷ୍ଟ ହେଇଛି ଆମେ ମାନେ ସମସ୍ତେ କାନ୍ଦିଛେ, ଗେଲ୍ହି ହସରେ ହସିଛେ। ଗେଲ୍ହି ଛିଡ଼ା ହେଇଗଲା, ଆମ ମାନଙ୍କୁ ଲାଗିଲା ଯେମିତି ଆମେ ମାନେ ଛିଡ଼ା ହେଇବା ଶିଖିଗଲେ। ଗେଲ୍ହି ଫୁଟବଲ କୁ ମାରିଲା, ଆମକୁ ଲାଗିଲା ଯେମିତି ଆମେ ଫୁଟବଲ କୁ ମାରିକି ଗୋଲ କରିଦେଲେ। ତ ତାର ପ୍ରତ୍ୟେକଟି ସଫଳତା ଆମକୁ ବି ମାନେ ଲାଗିଛି ଯେ ଆମେ ବି ସଫଳ ହେଇଗଲେ, ଆମେ ବି ସକ୍ସେସ୍ ହେଇଗଲେ। କିନ୍ତୁ ଆଜି ବି ଆଉ ଗୋଟେ ଯୁଦ୍ଧ ଲଢ଼ିବାକୁ ଯାଉଛି ଗେଲ୍ହି। ଆଜି ଗୋଟେ ଏମିତି ଯୁଦ୍ଧ ଲଢ଼ିବାକୁ ଯାଉଛି ଯୋଉଟା କି ଆଜି ପର୍ଯ୍ୟନ୍ତ 7 ବର୍ଷ ହେଇଗଲାଣି କେବେ ବି ହେଇପାରିନି। ଆଜି ଗେଲ୍ହି ଗୋଲ ନେଇଛି, ସେ ସମ୍ପୂର୍ଣ୍ଣ ଠିଆ ହବ ଆଉ ତା ପାଦର ଯୋଉ ଗୁଇଁଠିଟା ଯୋଉଟା କେବେ ବି ମାଟିରେ ଲାଗେନି, ଯୋଉଟା କି ମୁଁ ଆଜି ପର୍ଯ୍ୟନ୍ତ ଆପଣ ମାନଙ୍କୁ ଠିକ ସେ କେବେ ଦେଖେଇ ନାହିଁ। ମୁଁ ଆଜି ଆପଣ ମାନଙ୍କୁ ପୁରା କ୍ଲିୟରଲି ଦେଖେଇବି, ଏବେ ଆପଣ ମାନେ ଦେଖନ୍ତୁ। କଷ୍ଟ ଦଉଛି ପାଦକୁ। ହଁ, ଛିଡ଼ା ହେଲା ବେଳେ ବହୁତ କଷ୍ଟ ହଉଛି। ଦେଖନ୍ତୁ କେତିକି ହାଇଟ ରେ ଅଛି ଗୋଡଟା, ତା ଗୁଇଁଠିଟା କେବେ ତଳେ ଲାଗିପାରେନି, କମ୍ପ୍ଲିଟଲି ଲାଗିପାରୁନି ତଳେ, ଯୋଉଥିପାଇଁ ଗେଲ୍ହିକୁ ଷ୍ଟ୍ରେଙ୍ଗଥ ଆସୁନି ଯେ ପୁରା ସିଧା ନିଜ ବଡିକୁ ହ୍ୟାଣ୍ଡେଲ କରିଦବ ଗୋଡ। ତ ସେଇଟାକୁ ଆଜି ପ୍ରାକ୍ଟିସ କରିବ ଗେଲ୍ହି। କିନ୍ତୁ ଏଇ ଫିଜିଓଥେରାପି ଆରମ୍ଭ କରିବା ପୂର୍ବରୁ ମୁଁ ଗେଲ୍ହିକୁ ଆଜି କିଛି ଗୋଟେ ଦବାକୁ ଚାହୁଁଛି। 7 ବର୍ଷ ହେଇଗଲା ଗେଲ୍ହି ଯୋଉ ଲଢେଇ ଲଢି ଚାଲିଛି ଏ ରୋଗ ସହ, ଯୋଉ ରୋଗର କିଛି ବି ଟ୍ରିଟମେଣ୍ଟ ନାହିଁ, ଆଉ ଯାହା ସବୁ ସେ ଆଚିଭ କରି ସାରିଲାଣି, ନିଜ ଗୋଡରେ ନିଜେ ଠିଆ ହେଇଛି, ନିଜ ଗୋଡରେ ଫୁଟବଲ କୁ ବି ମାରିଛି। ତ ସେ ଯାହା ବି ଆଚିଭ କରିସାରିଲାଣି, ସେଥିପାଇଁ ତ ସେ ଗୋଟେ ମେଡାଲ ଡେଫିନେଟଲି ଡିଜର୍ଭ କରେ। ତୁ ଯାହା ବି ଆଚିଭ କରିବୁ ସବୁବେଳେ ତତେ ଗୋଟେ ଗୋଟେ ମୁଁ ମେଡାଲ ଦେବି। ଆଉ ଏଇଟା ମୁଁ ଚାହୁଁଛି ତୁ ନିଜେ ଛିଡା ହେଇକି ଏଟାକୁ ପିନ୍ଧ, ପୁରା ଠିଆ ହ ନିଜ ଗୋଡରେ, ତାପରେ ମୁଁ ତତେ ପିନ୍ଧେଇବି। ଠିଆ ହ, ନିଜ ଗୋଡରେ ନିଜେ ଠିଆ ହେଇକି ସେ ମେଡାଲ ପିନ୍ଧିବ। ଜୟ ଜଗନ୍ନାଥ ପ୍ରଭୁ, ଆଶୀର୍ବାଦ ଦିଅ ମୋ ଗେଲ୍ହିକୁ। ସେ ଏମିତି ପୁରା ସକ୍ସେସ୍ ପରେ ସକ୍ସେସ୍ ହେଇ ଚାଲୁ, ଆଉ ଏମିତି ଗୋଟେ ପରେ ଗୋଟେ ମେଡାଲ ପିନ୍ଧି ଚାଲୁ। ମୋ ଫାଇଟର ଗେଲ୍ହି, ତୁ ଆମ ସମସ୍ତଙ୍କର ଫାଇଟର ଗେଲ୍ହି। ତୁ ଯୋଉ ଫାଇଟ କରିଛୁ ନା, ସେଟା ତାର ମାନେ ମୂଲ୍ୟ କେବେ ବି କୌଣସି ଜିନିଷରେ କାଉଣ୍ଟ କରିହବନି। ଆଗରେ ସବୁବେଳେ ଟାଙ୍ଗିକି ରଖିବି ଆଉ ମୁଁ ଦେଖିବି। ଆଉ ମୋ ଲାଇଫର ପ୍ରଥମ ମେଡାଲ ଏଇଟା ମତେ ମିଳିଛି, ଯେଟା କି ମୋ ଗୁଲୁ ମତେ ଦେଇଛନ୍ତି। ଗୋଟେ ଅଲଗା ଫିଲିଙ୍ଗ ସେଟା ପୁରା। ଆହୁରି ମୋ ଭିତରେ ଜୋଶ ଭରି ଦଉଛି, ଆହୁରି ଜିଦ୍ଦି ଭରି ଦଉଛି ଯେ ମାନେ ଆହୁରି ଲଢିବାର ଅଛି। ମାନେ ଏଇ ଯୋଉ ମେଡାଲ ମିଳିଛି, ମାନେ ଆର ଭ୍ୟାଲୁ ମତେ ରଖିବାର ଅଛି। ମୁଁ ଆପରେ ଆହୁରି ଯୁଦ୍ଧ କରିବି, ଆହୁରି ଜିତିବି, ଆହୁରି ମେଡାଲ ଜିତିବାର ଆହୁରି ଅଛି। ମେଡାଲ ଜିତିବି। ଫାଇଟର ଗେଲ୍ହି ହେଇକି ପୁରା ଷ୍ଟ୍ରଙ୍ଗ ଗେଲ୍ହି ହେଇକି ସବୁ କିଛି କଷ୍ଟ ଯନ୍ତ୍ରଣା ସବୁ ସହିକି ତା ଉପରକୁ ଉଠିକି ପୁରା ଫାଇଟ କରିବୁ। ଆଉ ସେ କଷ୍ଟ ଯନ୍ତ୍ରଣା ଯେମିତି ତତେ ଆଉ ହରାଇ ନପାରେ। ସେ ଏନର୍ଜି ମତେ ମିଳୁଛି ଆସିବା ପୂର୍ବରୁ, ଷ୍ଟାର୍ଟ ହବା ବେଳେ ଗୁଲୁ ଯେତିକି ଏନର୍ଜି ଦଉଛନ୍ତି, ଆଉ ବୋଉ ଯୋଉ ପାଖରେ ଛିଡା ହେଇକି ଯୋଉ ଭଳି ମତେ ଏନର୍ଜି ଦଉଛି, ଆଉ ଆପଣ ମାନଙ୍କ କମେଣ୍ଟସ୍ ମତେ ଯୋଉ ଭଳି ଏନର୍ଜି ଦଉଛି, ମାନେ ଲାଗୁଛି ମୋ ଆଖ ପାଖରେ ମାନେ କେବଳ ଆଶୀର୍ବାଦ ଭର୍ତ୍ତି ହେଇକି ଆପଣ ଛିଡା ହେଇଛନ୍ତି ମୋ ପାଖରେ, ଆଉ ମୁଁ ଛିଡା ହଉଛି। ରୋଗ ହବା ପରେ ଏ ଯୋଉ ରୋଗରୁ ମୁଁ ଧୀରେ ଧୀରେ ବାହାରୁଛି, ମାନେ ଭଲ ହବା ଆଡକୁ ଯାଉଛି, ମୁଁ ସେଇଥିରେ ଫିଲ୍ କରୁଛି ଯେ ମାନେ ଏନର୍ଜେଟିକ, ଆଉ ମାନେ ଯେତେବେଳେ ମନୋବଳ ଯେତେବେଳେ ମୋଟିଭେସନ ଦୃଢ ମିଳେ, ହଁ, ହେଇଯାଏ, ଯେତେବେଳେ ମାନେ କେହି ତତେ ମୋଟିଭେଟ କରନ୍ତି, ସେତିକି ଷ୍ଟ୍ରେଙ୍ଥ, ସେତିକି ଭଲ ପାଇବା, ସେତିକି ଏନର୍ଜି ମିଳେ। ମାନେ ଭଲ ପାଇବାର ମୂଲ୍ୟ ଯୋଉ, ମାନେ ସତ କଥା ଆମର ଏଇ ସିଚୁଏସନରେ ହିଁ ମତେ ଜଣା ପଡୁଛି ଯେ ମାନେ କୋଉ ଭଳି ମୂଲ୍ୟ। ଦୁଃଖ ପରିସ୍ଥିତିରେ ଯୋଉମାନେ ରହିବେ ଆଉ ତତେ ସେଇ ଟାଇମରେ ସପୋର୍ଟ ଦେବେ, ସେଇ ଟାଇମରେ ତ ଦୁଃଖରେ ବି କାନ୍ଦିବେ, ତ ଖୁସିରେ ବି ହସିବେ, ଆଉ ତ ହାତ ଧରି ତତେ ଚାଲିବେ ତ ରାସ୍ତାରେ, ସେଇମାନେ ହିଁ ତ ରିଏଲ ସାଥୀ। ମେଡାଲ ମତେ ନୁହେଁ, ତୁମକୁ ମିଳିବା ଦରକାର। କି ମେଡାଲ ଦେବି ମାନେ ମୁଁ ଜାଣିବି ନାହିଁ। ମେଡାଲ କିଛି ଦରକାର ନାହିଁ, ତୁ ବାସ୍ ଠିଆ ହେଇଯା ଆଉ ମୋ ସହ ଚାଲ। ତାଠୁ ମାନେ ବଡ ଖୁସି ଆଉ ଲାଇଫର ମୋର କିଛି ନାହିଁ। କୁହନ୍ତି ନା ଭଗବାନଙ୍କୁ ବରଦାନ ମାଗନ୍ତି, ହେ ପ୍ରଭୁ ମତେ ଏଇ ବରଦାନ ଟା ଦେଇଦିଅ, ସେଇଟା ହିଁ ମୋର ଗୋଟେ ବହୁତ ବଡ ବରଦାନ ଭଗବାନଙ୍କ ତରଫରୁ। ତାହେଲେ ମୁଁ ସେଇ ମେଡାଲ ଟା ତୁମକୁ ଦେବି, ମୁଁ ସେଇଟାକୁ ଜିତିବି ଆଉ ତୁମକୁ ସେଇ ମେଡାଲ ଟାକୁ ଦେବି। ମାନେ ଏମିତି ମେଡାଲ ଲାଇଫରେ କେବେ କାହାକୁ ମିଳି ନଥିବ ଯେ ସିଏ ନିଜେ ଛିଡା ହବାକୁ ଚେଷ୍ଟା କରିକି ଛିଡା ହେଇଥିବ, ତାକୁ ମେଡାଲ ମିଳିଥିବ। ମୋ ଲାଇଫର ପ୍ରଥମ ମେଡାଲ ଏଟା ମୋ ଫାଇଟର ଗୁଲୁ ଦେଇଛନ୍ତି ମତେ। ସିଏ ବି ମୁଁ ଫାଇଟ କରିକି ନିଜ ଜୀବନରେ ଆହୁରି ଭଲ ହୁଏ, ଯେତିକି ମୁଁ ଗଲିଣି। ମାନେ ତାଙ୍କର ସେ ଯୋଉ ଭାବନା ତାଙ୍କ ମନକୁ ଆସିଲା, ମାନେ ମୋଟିଭେଟ କରିବାର କୋଉ ସୀମା ଟପିକି ଏ ଭାବନାଟା ସତରେ, ଯେ ମାନେ ମୁଁ ତତେ ଗୋଟେ ମେଡାଲ ଦେବି, ତୁ ଯୋଉ ଆଚିଭ କଲୁ ସେଥିପାଇଁ। ଜୟ ଜଗନ୍ନାଥ। ସେଟା କେବଳ ମେଡାଲ ନୁହେଁ, ସେଟା ରେସପେକ୍ଟ।
तो ପାଇଁ ଭଲ ପାଇବା ରେସ୍ପେକ୍ଟ ଯୋଉ ଲେଭେଲରେ ତୁ ଆର୍ନ କରୁଛୁ ଆଉ କେବଳ ମୋର ନୁହେଁ ସାରା ଦୁନିଆର ସମସ୍ତଙ୍କର ରେସ୍ପେକ୍ଟ ତୁ ଆର୍ନ କରୁଛୁ ଆଉ ନିଜେ ଲଢିକି ସେ କଷ୍ଟ ଯନ୍ତ୍ରଣା ସହିକି ସେଟା ସମସ୍ତଙ୍କ ପାଖରୁ ସେ ଭଲ ପାଇବା ଆଶୀର୍ବାଦଟା ପାଉଛୁ। ତୁମେ ଏ ଟାଇମ ରେ ମତେ ଏ ଯୋଉ ସବୁ ପ୍ରକାର ମୋଟିଭେଟ କରିକି ଯାହା କରୁଛ ମାନେ ମୋଠୁ ମୁଁ ଜାଣିନି ମୋ ପାଇଁ କେତେ ରେସ୍ପେକ୍ଟ କିନ୍ତୁ ମୋ ନଜରରେ ଆଉ ସାରା ଦୁନିଆ ନଜରରେ ତୁମ ପାଇଁ ରେସ୍ପେକ୍ଟ ର ଲେବୁଲ ମାପିବା ପାଇଁ ନାହିଁ ମାନେ ଏଥିରେ ଯୋଉ ଷ୍ଟ୍ରେଂଥ ତମେ ମତେ ଦଉଛ ଆଉ ଏତିକି ଯାଏଁ ଯେତିକି ଷ୍ଟ୍ରେଂଥ ଦେଇ ଆସିଛ ମୋ ହାତ ଧରିକି ଏ ପରିସ୍ଥିତିରେ ମୁଁ ଛିଡା ହଉଛି ତୁମେ ମତେ ହକ୍ କର ହଉ ମତେ ଫିଲ୍ ହବ ମୁଁ ବି ତୁମକୁ ମୋ ହକ୍ କରିଛି। ଗେହ୍ଲାଟା ଦେଖିପାରୁଛନ୍ତି କେତିକି ହାଇଟ ରେ ରହୁଛି ତାକୁ ଏଖିନା ସିଧା କରିବାଟା ଆଗ ଡାହାଣ ଗୋଟା କରିବା ମାନେ ବହୁତ ଶୀଘ୍ର ଡାହାଣ ଗୋଟା ହେଇଯିବ ତ ସେଥିପାଇଁ ଟିକେ ଆଗ ଖାଲି ଆଗ ପଛ ମୁଭ କରିଦଉଛି। ତୁମେ ଭାବନି ମତେ କିଛି କଷ୍ଟ ହଉଛି ବୋଲି ତୁ ପୁରା ହ୍ୟାଣ୍ଡେଲ କରିଚାଲ ହ୍ୟାଣ୍ଡେଲ ହେଲା କରିବି ମୁଁ ପୁରା। ଫିର ବି ଯୋଉଠୁ ଟିକେ ବେଶୀ ହବ ମତେ ଅଟକେଇବୁ। ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜଗନ୍ନାଥ ଜୟ ଜଗନ୍ନାଥ ଜଗନ୍ନାଥ ବାସ୍ ଜୟ ମା ପୁରା ସିଧା ତାରିଣୀ। ପୁରା ବସିଗଲା ପୁରା ବସିଯାଇଛି ହୁଏତ ଆଜି ମୁଁ ଷ୍ଟ୍ରେଟ ଛିଡା ହେଇଯିବି ପୁରା ନା ଗେଲା ହେଇଯିବୁ ଷ୍ଟ୍ରେଟ। ଗେଲା ଲ ମୁଁ ଚାହୁଁଛି ଆଜି ପୁରା ଦି ଏଣ୍ଡ କରିଦବାକୁ ସେ ଛିଡା ହବାର ଯୋଉ ସିଧା ବାଲା ଇଏ ତାପରେ ମୁଁ ନେକ୍ସଟ ଲେଭେଲ କୁ ବଢିବା ନା ଆମେ ଯିବା ପୁଣି। ଯିବା ତୁ ଯୋଉଟା ଚାହିଁବୁ ସେଇଟା ହିଁ ହବ ଯୋଉଟା ତୁ ଇଚ୍ଛା ପ୍ରକାଶ କରିବୁ ଏବେ ସେଇଟା ତତେ ଭଗବାନ ତଥାସ୍ତୁ କରିଦେଇଛନ୍ତି ହେଲା କିଛି ଆଉ ମାନେ ଭାବିବାର ଆଉ କିଛି ନାହିଁ ଯୋଉଟା ତ ମନକୁ ଆସୁଛି ଯେ ମୁଁ ଏଇଟା କରିଦେବି ଆଜି ସେଇଟା ହିଁ ତୁ ଆଜି ପୁରା ପାରେଇଦବୁ ତାକୁ। ତୁମେ ଏମିତି କଥା ଗୁଡାକ କହୁଛ ଯୋଉ ଅଟୋମେଟିକଲି ମୋ ବଡିରେ ଆହୁରି ଏନର୍ଜି ଆସିଯାଉଛି ମୋ ମନ ବଳ ଯେତିକି ଦୃଢ ଫିଲ୍ ହଉଛି ଯେମିତି 100 ଗୁଣା ସେ ଫିଲିଙ୍ଗସ ବଢି ଯାଉଛି ମାନେ ନୋ ରିଆକ୍ସନ ଓନ୍ଲି ଫାଇଟ୍ ଫାଇଟ୍ नो रिएक्शन ओनली फाइट केवल फाइट करिवार अच्छे रिएक्शन पाई टाइम ही नहीं ना मुंड बुलेब ना कष्ट हब ना आमे कहवा कष्ट होचे हमको केवल लड़िबार अच्छे स्ट्रेट कर शीघ्र स्ट्रेट कर। हाँ मैं एबे बाँ गोड़ को टिके बसैली बेसी नहीं अल्प बसौची हाँ ताकू एमती एमती करबनी कि करूना जदी करबो कर किछि प्रॉब्लम नहीं मु कंट्रोल करूची हैला मु बोले मु कंट्रोल करूची कर कंट्रोल मु पारिबे मो फाइटर गेलार फाइटर गेली पारिबो कालिया अछि हम समा तरेने अछंदे बो आसी गला बो आ बो मो बांगु डाण गोड बसी गलानी डाण गोड गुली बसे के देखो बो को मु बसे के देखौची देख गुल्लू काई बसे के देखे आ चेन्ने रहिला खाली ना तू बसे देइछु बा एबा मु धरने नै बसियो ए बसिगला पूरा पूरा तो गुइठी तळे लागिला हैला एइटा किंतु बसुनी एइटा जत्ते जहा करने भी बांगोटा बिल्कुल भी हो नै सबु जे एमिति सहिबु बिल्कुल भी आखिर जेमिति ठुपाए लुह बडिबनी एमिति आज सहिबु पूरा लगे दबा तो आज मेसिन पूरा पादरे आज मेसिन लगा सबु सहि जिवो सब सही अछि। जय जगन्नाथ जय जगन्नाथ जय जगन्नाथ। बे बोउ पूरा गेल्लीर पाद को पूरा तळे लगेइकी रखिबे मु गेल्ली को सपोर्ट देकी सीधा करिया को ट्राई करिवि जहा जाऊ जाऊ ए सीधा बा छिडा बारे दी एंड कर दवा पूरा पारिबा हमें ना हमें पारिया चलो चलो। जय जगन्नाथ जय माता रे आगे आशीर्वाद मु दियो मो गेल्ली निजे स्ट्रेट हुए केते निजे हो दोचे ता परे तमे मते सीधा करिवो हो हला हो जय जगन्नाथ जय जगन्नाथ जय जगन्नाथ जे पूरा परफेक्टली डाहाण गोड़ पूरा परफेक्टली लगेई ठिया हलु बांगुडा खाली टिके रहुची सेटा भी हे जिवो तो सेटा भी हे जिवो आ चलो सेटा थारे हे गला माने तो पूरा स्ट्रेट हे गला एथर हेलानी आहुरी करिवे जेतिकी कष्ट होचे सेतिकी भल लागुची मते मते इच्छा होचे आहुरी कष्ट दियो सब सही के पूरा पारे जे से कष्ट कष्ट ऊपर को पूरा उठी जा पूरा हां कष्ट हबनी हौ से किछि हो से ताको किछि कष्ट हबनी किछि कष्ट जणा ही पडिबन तो जय जगन्नाथ जय जगन्नाथ जय जगन्नाथ जय जगन्नाथ जय जगन्नाथ जय जगन्नाथ जय वो जगन्नाथ एई गोडटा खाली हल्का टिके बुलियो जय जगन्नाथ माने एमिति हबो हां एई गोडटा स्ट्रेट ऑटोमेटिक रहउची ए गेल्ली आजी पूरा से कष्टटा को सही की निज पादरे गुइठीटा को पूरा आजी तळे लगेई देला किंतु आजी टिके बेसी प्रेशर दबानी काहेकि बाँ गोडटा एजाए से स्टिफनेसटा बिल्कुल भी कमी नाही मानकर निज पाद को आग देखंतु तापर गेल्लीर पाद को देखंतु कंपेयर करके देखंतु बुझी परिबे जे एई जगहटा जो स्टिफनेस रहउची केतिकी जा फल रे माने गोडटा
ଏମିତି ଆଗକୁ ବେଣ୍ଡ ହେଇପାରୁନି ମାନେ ଏଇଠୁ ପୁରା ଏମିତି ପୁରା ସିଧା ହେଇଯାଇଛି। ତ ସେ ଧୀରେ ଧୀରେ କମିବ। ଆମେ ପ୍ରତ୍ୟେକ ଦିନ ଏମିତି ଅଳ୍ପ ଅଳ୍ପ ପ୍ରାକ୍ଟିସ କଲେ ସେ ମାନେ ପାଖାପାଖି 10-15 ଦିନ ଭିତରେ ନିଶ୍ଚୟ ସେଟା ପୁରା ମାନେ ପୁରା ନରମ ପଡିଯିବ। ଯେତିକି ପୁରା ଷ୍ଟିଫ୍ ହେଇକି ଟାଣୁଆ ହେଇକି ଅଛି ସେଟା କମିଯିବ। ତା ସହ ଆମେ ମେସିନ୍ ଲଗେଇବା। ତ ଏବେ ଆମେ ଆଉ ଗୋଟେ ଜିନିଷ ଷ୍ଟାର୍ଟ କରିବା ଯୋଉଟା କି ମେସିନ୍ ଲଗେଇବା, ଯୋଉଟା ହେଲ୍ପ ଆହୁରି ବହୁତ ମାତ୍ରାରେ ହେଲ୍ପ କରିବ ଗେଲ୍ହିର ସେ ଷ୍ଟିଫନେସ୍ ଟାକୁ ଦୂର କରିବାକୁ। ଯୋଉ ଗେଲ୍ହି ଫାଷ୍ଟ ଟାଇମ ଯେତେବେଳେ ପାଦରେ ଲଗେଇଥିଲା ସେଟା ସେ କଷ୍ଟଟାକୁ ବିଲକୁଲ ବି ହ୍ୟାଣ୍ଡେଲ କରିପାରିନଥିଲା, ପୁରା ବେହୋସ ହେଇଯାଇଥିଲା। ତ ମତେ ଲାଗୁଛି ଗେଲ୍ହି ଏବେ ଯୋଉ ମାନେ ସ୍ଥିତିରେ ଅଛି ସେ ବିଲକୁଲ ଆଉ ଡରିବନି କି ସେ ବେହୋସ ହବା ସବୁ କିଛି ଜିନିଷ କୁଆଡେ ଗାୟବ ହେଇଯିବ, ସେ ସବୁ କିଛି ହ୍ୟାଣ୍ଡେଲ କରିନବ। ମତେ ତ ସେୟା ଲାଗୁଛି। କରିଦବୁ ନା? ବାସ୍। ତ ସିଧା ଲଗେଇବା ଏବେ ମେସିନ, ତାପରେ ଦେଖାଯିବ କଣ ହଉଛି କଣ ନାହିଁ। ଏବେ ଅସହ୍ୟ ଯନ୍ତ୍ରଣା ହଉଛି ପୁରା ଶରୀର ଭିତରେ। ହୁଁ ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ପୁରା ମାନେ ଚିତ୍କାର କରୁଛନ୍ତି, ମାନେ ଏତେ ଜୋର କଷ୍ଟ ହଉଛି। ମତେ କଣ୍ଟ୍ରୋଲ କରିବାର ଅଛି, ମତେ ପୁରା ଡିଲିଟ କରିଦବାର ଅଛି। ମୁଁ ଏତେ ଯାଏ କିଛି ଫିଜିଓଥେରାପି କରିନାହିଁ, ବାସ୍ କିଛି ବି ମୁଁ ଫିଜିଓଥେରାପି କରିନାହିଁ। ଏବେ ଷ୍ଟାର୍ଟ ହେଲା। ମେସିନ ଲାଗିବା ଷ୍ଟାର୍ଟ। ପୁରା ସ୍ଲୋ କରିଦଉଛି। ଜୟ ଜଗନ୍ନାଥ ପ୍ରଭୁ। ସବୁ ଜୟ ସହିଯିବୁ ପୁରା। ଜଗନ୍ନାଥ। ଜୟ ପ୍ରଭୁ ତାକୁ ସହିବାର ଶକ୍ତି ଦିଅ ପ୍ରଭୁ। ଆଜି ମୁଁ ଜାଣିଛି ଏଇଟା ବହୁତ କଷ୍ଟ ହବ ତାକୁ। ସବୁ ଏତେ ଶକ୍ତି ଦିଅ ଯେ ଆଜି ପୁରା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏଇ ତ ସହିଗଲୁ ପୁରା, ସବୁ ସହିଗଲୁଣି ତ ପୁରା। ଏଇ ତ ସହିଗଲୁଣି, ଏତେ ସମୟ ହେଲାଣି ରଖିଦେଲୁଣି। ଆଉ ସେଦିନ ତ ଏତିକି ସମୟ ତ ବହୁତ ଦୂରର କଥା, 2 ଥରର ପୁରା ବେହୋସ ହେଇଯାଇଥିଲି। ଆଜି ପୁରା ସହିଗଲୁଣି। ନା ସେ ସହିଚାଲୁ ସେଇଟା ମୁଠେଇ ପକା ଧରି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ବନ୍ଦ କର ଏବେ ବନ୍ଦ କରିଦେବା। ହଁ ବନ୍ଦ କରିଦେଲି। ସବୁ ସହିଗଲୁ ତୁ, ସବୁ ସହିଗଲୁ। ଆକ୍ଚୁଆଲି ମୋ ଫାଇଟର ଗେଲ୍ହି ପୁରା ସବୁ ସହିଗଲୁ। ବିଲକୁଲ ବି ଠୁପେ ବୋଲି ବି ଲୁହ ଗଡେଇଲାନି, ବୋଲି ବି ପଦେ କହିଲାନି। ସବୁ ସହିଗଲା ସେ। ଏଚଡି ଫ୍ୟାମିଲି ଆପଣ ମାନେ ବି ଦେଖୁଛନ୍ତି କି ନାହିଁ, ଗେଲ୍ହି ଯୋଉଟା ଏଟା ବିଲକୁଲ ବି ସହି ପାରୁନଥିଲା, ଆଜି ପୁରା ସହିକି ବୋଲି ବି କହିନାହିଁ। ସେ ପୁରା ସହିଗଲା ସବୁ। ଧକଲ ଯାଉଛି। ସାଙ୍ଗେ ସାଙ୍ଗେ କହିବୁ ମତେ। ଆଖି ବନ୍ଦ କରିକି ଦାନ୍ତ କାମୁଡିକି ଗେଲ୍ହି ପୁରା ସହି ଚାଲିଛି କଣ୍ଟିନ୍ୟୁସ୍। ସେତେବେଳେ ଏ ଯୁଦ୍ଧ ବି ତୁ ଜିତିଗଲୁ ଗେଲ୍ହା। ଏ ଯୁଦ୍ଧ ବି ତୁ ଜିତିଗଲୁ। ଏ କଷ୍ଟ ଯନ୍ତ୍ରଣା ଠାରୁ ବି ଉପରକୁ ଉଠିଗଲୁ ତୁ ଆଜି। ଇଏ ଆଉ ତତେ ହଇରାଣ କରିପାରିବନି କେବେ। ପୁରା ସାରା ଦୁନିଆକୁ ଆଜି ଦେଖାଏ ଯେ ତୁ ଏମିତି ଆଜି ସହିବୁ ଯେ ଠୁପେ ବି ଲୁହ ଗଡିବନି। ଲୁହ ଯଦି ଗଡିବ କେବଳ ଖୁସିରେ ଲୁହ ଗଡିବ। କେତେ ସମୟ ହେଲାଣି ତୁ କରିଦେଲୁଣି, ସବୁ ରେକର୍ଡ ଆଜି ଭାଙ୍ଗିଦେଲୁଣି। ପାଦରେ ଏଟା ଲଗେଇବାର ସବୁ ରେକର୍ଡ ଭାଙ୍ଗିଦେଲୁ ତୁ ଏବେ। ପୁରା ଧକ୍କା ମାରି ଚାଲିଛି, ପୁରା ଗୋଡଟା ପୁରା ଛାଟିକି ଧକ୍କା ମାରି ଚାଲିଛି ତାକୁ। ଦେହ ପୁରା ହଲେଇ ଦଉଛି। ହାତଟାକୁ ପୁରା ମୁଠେଇକି ଧରିଥିଲା ଦେଖିଆ। ସେଟା ନଖ ଗଳି ଆଜି ଗୋଟେ ଏମିତି ବାଜି ତୁ ଜିତିଲୁ, ଯୋଉଟା କି ତତେ ଆଉ କଷ୍ଟ ଯନ୍ତ୍ରଣା ତତେ ଜୀବନରେ ଆଉ କେବେ ହରେଇ ପାରିବ। ସରିଗଲା ଆଜି। ଆଜିଠୁ ସବୁ କଷ୍ଟ ଯନ୍ତ୍ରଣା ସହିକି ପାର କରିବାର ଅଛି। ଗେଲ୍ହି ପାଇଁ ଆଜି ତାଳି ମାର। କିନ୍ତୁ ସେ ଯୋଉ କଷ୍ଟ ଯନ୍ତ୍ରଣା ସହିବା ପରେ ସେ ଯୋଉ ଖୁସି ଟା ବାହାରିଛି ନା ଗେଲ୍ହିର, ମୁଁ ଆଜି ପାରିଗଲି। ମାନେ ସନ୍ତୋଷର ଖୁସି ଦେଖିକି ବହୁତ ବଢିଆ ଲାଗୁଛି। ଗୁଗୁଲ ମତେ ସିନା ମେଡାଲ ବି ଦେଲେ, ତା ସହ ଦେଖନ୍ତୁ ମୋ ପାଇଁ ଏମିତି ବି ୟୁ ବିଲିଭ୍ ଇନ୍ ୟୋରସେଲ୍ଫ, ହେଲେ ମୋଟିଭେଟ କରିବା ପାଇଁ ସେ ଡ୍ରେସ ଖୋଜିକି ବି ସେଥିରେ ଏଚଡି ଫ୍ୟାମିଲି ଆଜି ଗେଲ୍ହି ମୋର ପୁଣି ଆଉ ଗୋଟେ ଏମିତି ଲଢେଇ ଜିତିଲା, ଯୋଉଟା କି ମାନେ ତା ପାଇଁ ଗୋଟେ ବହୁତ ବଡ ଯନ୍ତ୍ରଣା ଥିଲା। ସେ ପାଦରେ ଯେତେବେଳେ ମାଲିସ ହଉଥିଲା ସେ ମେସିନରେ, ସେଇ କଷ୍ଟଟାକୁ ସେ ବିଲକୁଲ ବି ହ୍ୟାଣ୍ଡେଲ କରିପାରୁନଥିଲା। ଆପଣମାନେ ତ ଦେଖିଛନ୍ତି, ସେ ବେହୋସ ହେଇଯାଇଥିଲା ପ୍ରଥମ ଥର। କିନ୍ତୁ ଆଜି ସେ କଷ୍ଟ ଯନ୍ତ୍ରଣାକୁ ସେ କେବଳ ମାନେ ସହି ନାହିଁ, ସେ ଏମିତି ସହିଲା, ନା ତା ଆଖିରୁ ଠୁପେ ଲୁହ ଗଡିଲା, ନା ସେ ବୋଲି କହିଲା ବୋଲି କହିଲା, କିଛି କହିନାହିଁ। ବାସ୍ ସହି ଚାଲିଛି, ପୁରା ହାତ ମୁଠେଇକି ସେ ସହି ଚାଲିଛି। ତ ଆଜି ସେ ଯନ୍ତ୍ରଣାରୁ ବହୁତ ଉପରକୁ ତୁ ଉଠିଗଲୁ। ଆଉ ତତେ ସେ ଯନ୍ତ୍ରଣା ନା କେବେ ଦିନେ ଡରେଇ ପାରିବ,
ना दिने तते अटकई पारि आ तो ता ऊपर के बस केवल छिड़ा हवा तर बाकी अछि प्रत्येक दिन प्रैक्टिस करिया अछि जो दिन भगवान का आशीर्वाद हे दियो दिन तो संपूर्ण निज अंटा को तो हैंडल करिके निज गोड़ रे स्ट्रेंथ देके निज गोड़ बल रे ठिया हो नुहे आम सपोर्ट रे तो ठिया हो से केही अटकई पारिन एटा हला आम फाइटर गेलीटा लागो जरो पिटी की फुले दिया है जे गोड़ देटा को पूरा घा ऑपरेशन होउथो बिना एनास्थेसिया रे ताको देखिକି ରହିଯିବା ଅସମ୍ଭବ ଆଉ ए ଯନ୍ତ୍ରଣା ତତେ ପୁଣି ହରେଇବ ଭଲ से ସବୁ बा आखिरे अठा लगे बेहोश दे गड़ी कोना ये बड़ा है कि ऑपरेशन है ମାନେ ଦେଖି ପାରନ୍ତିନି नीलगिरी ନୀଳଗିରିର ଯୋଉ ଅପରେସନ ହଁ ହେଇଥିଲା ସେଇଟା ସବୁଠୁ ମେଜର ଯୋଉଟା କି କିଡନୀ କୁ ପାଇ ଯାଇଥିଲା ପାଖାପାଖି କିଡନୀ ପହଞ୍ଚି ଯାଇଥିଲା ଆଉ डॉक्टर गळे हाथ गळे हमु खाली कहि साइड कर खियाओ किछ एपटू मुंह रोइला केवल देखी हबनी नोना रहि जाती देखी केपिना नोना से रहि जाती बहुत समय के बा ये रह नीचे जानती और पिंकी बापा हां पिंकी ता बापा थरे केही नथिले एकुटी ऑपरेशन करे के पूरा काढी आले पिंकी बेहोश हो गेला बहु बेहोश हो गेला फास्ट जो ऑपरेशन हैला सेकंड दिन पुनी ऑपरेशन करले देखी हबनी जानना तो ऑपरेशन हबो बोली बापा ऑफिस पळी शुणी कि तम छाती किस होई जाउछ तार मोरा जोटे फटको था मन ना ढेर सहिची माने सबु किछि सेवा करिछि गुटे भाई हे कि गुटे माने सतरे हां सेवा करिछि माने लिपुन ना सतरे हंसुचंती किंतु माने मन भीतर जे से कष्ट जंत्रणा हां से भाबिला आलु के भी माने देह थरी जो एते कष्ट जंत्रणा समस्त देखछन मु भी जते थरा आसीछि माने ये सेते थरा मु देखिछि हां हौ फोटो उठाओ आज तुम दी जण एबे भी आखिरे लुह गडी पु एबे भी आज भी मु चाहिने पूरा स्ट्रेट मते उठे के ठिया कर देबे किंतु से खालो तीनटे को किस करे फाटी जाउछि बारंबार धरी होउनी से जागा धरी होउनी एटा चमड़ाटा परस्तरटा नरम एतिके खालो तीनटा रहिछि तिनी कोडर खालो तीनटा पूर्ण होउ नाही मते आ एई ठुही तो स्ट्रेंथ उठिया पाई मते फिर भी हेई जिवो एई थरा आउ हारिबानी एई थरा आउ हरियाणा फाइटर गेली फाइटर को स्वामी ता स्त्री को मेडल देई थे ना मो स्वामी मते देई छने मेडल दे गाल तो स्वामी से पाइछ ना आमे भी जॉइन पाइछ तू भी स्वामी पाइछ मो गुल्लू बहुत बड़ प्राउड फीलिंग्स मो भाई माने मो स्वामी देई छने मते मेडल या पर जो दिन तो हाथ टेकी दबो हाथ पूरा टेकी छाडी दबो से दिन आउट मेडल तते मिलियो नेक्स्ट टारगेट हला सेटा मो मां केते भाग मो गोल मो भाई मते एते स्ट्रांग तुम कथा तुम काम तुम मोटिवेट करबा ए सब ही मते एनर्जी दउछे स्टीफन ले मजे अवार्ड जीते जे मो स्वामी दै छन्ते मते अवार्ड दुई जण जाक मिसी के आमे लढुछे आमे दिने युद्ध रे सतरे जितिबा से दिन सेटा ही मो गुल्लू पाई मेडल हबो मो गुल्लू कहचन्ती आ मु सती पाई किछि भी करिबी मु सती पाई किंतु से मेडल ता मो गुल्लू को आनी देबी चेक करू जे गेली पादरे जो पेटसर गुडा हेछि से गुडा सब ठीक अछि कि नाही ताकि संदेश करते जाय कि पूरा पेनटा कमियो समय जे मेडल दैछ पूरा एनर्जेटिक अछि गेली गेली सब दिन एनर्जेटिक नै कि आज केवल एनर्जेटिक गेली पूरा एबे धीरे धीरे गुड आहुरी स्लो हां आज आहुरी बहुत अधिक कथा पड़ी छै एक्चुअली जो मेसिन टा लागी जे ना से पूरा गोडटा को जे पूरा ये करछ ना तो बेसी कथा पड़ी छै कष्ट हो नै मते आज तो एते सारा जो मेसिन लगा कष्ट पूरा सही के पूरा चली अछि ता अगर ये कष्ट बिल्कुल भी तू जानी भी पारिबनी एबे पूरा ये करते कष्ट हबार नै को पूरा को ए रो अंगुली देखि को हबुनी तो कष्ट हबुनी तो कष्ट